ଯେପରି ବଣରେ ଥିବା ଗୋଟିଏ ଶୁଖିଲା ଗଛରେ ନିଆଁ ଲାଗି ସାରା ବଣ ପୋଡ଼ିଯାଏ, ଯେପରି ଗୋଟିଏ ଶୁଷ୍କ କାଠ ଯୋଗୁଁ ସମସ୍ତ ବନ ଧ୍ୱଂସ ପାଏ, ସେହିପରି ଏକମାତ୍ର କୁପୁତ୍ର ନିଜର ଖରାପ କାମ ଯୋଗୁଁ ସମଗ୍ର କୁଳକୁ ନଷ୍ଟ କରିଦିଏ। କୋକିଳର ସ୍ୱର ତାର ସୌନ୍ଦର୍ଯ୍ୟ, ମାତ୍ର ପତିବ୍ରତା ଧର୍ମ ହିଁ ସ୍ତ୍ରୀମାନଙ୍କର ସୌନ୍ଦର୍ଯ୍ୟ, ପୁରୁଷର ସୌନ୍ଦର୍ଯ୍ୟ ବିଦ୍ୟା, ତପସ୍ୱୀ ମାନଙ୍କର ସୌନ୍ଦର୍ଯ୍ୟ ସେମାନଙ୍କ ଠାରେ ଥିବା କ୍ଷମା ଗୁଣ। କିଛି କଥା ମାନନ୍ତୁ ବା ଗରିବ ହେବାର 7ଟି ସଂକେତ। ମନ୍ଦିର ସାମ୍ନାରେ ମୁଣ୍ଡ ନୁଆଇଁ ନଯିବା ଭଲ ନୁହେଁ। ପୂଜା ପର୍ବ ଦିନ ଘରେ ଝଗଡ଼ା ଲାଗିବା ଠିକ୍ ନୁହଁ। ଖୁସି ମନରେ କୌଣସି କାମ ନ କରିବା ଭଲ ନୁହେଁ। ପୂଜା ଘରେ ଧୂପ କାଠିର ପାଉଁଶ ରଖିବା ଅଶୁଭ ହୋଇଥାଏ। କାହାଠାରୁ ଋଣ ନେଇ ଫେରସ୍ତ ନ କରିବା ଠିକ୍ ନୁହେଁ। ଘରର ମୁଖିଆ ଦିନସାରା କ୍ରୋଧରେ ରହିବା ଭଲ ନୁହେଁ। ଦୀର୍ଘ ସମୟ ଧରି ଘରେ ଅଳିଆ ରଖିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। କଥାରେ ପୁରୁଖା ଲୋକେ କୁହନ୍ତି, ଯାହା ନ ହୋଇଛି ବାଳକାଳେ ତାହା ହେବ କି ପାଚିଲା ବାଳେ। ସନ୍ତାନକୁ ପିଲାବେଳରୁ ପାଠ ପଢ଼ାଇବା ଏବଂ ବ୍ୟବହାର ସଭ୍ୟତାଦି ଶିଖାଇବା ପିତା ମାତାଙ୍କର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟ କରୁନଥିବା ପିତାମାତା ଗୁରୁତର ଅପରାଧ କରନ୍ତି ବୋଲି ସୂଚାଇବା ପାଇଁ କଟୁ ଭାଷାରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ଆଚାର୍ଯ୍ୟ ଚାଣକ୍ୟ ପିତାମାତାଙ୍କୁ ସନ୍ତାନର ଶତ୍ରୁ ବୋଲି କହିଛନ୍ତି। କୌଣସି ପିତାମାତା ସନ୍ତାନର ଶତ୍ରୁ ହୁଅନ୍ତି ନାହିଁ, କିନ୍ତୁ ଯେଉଁ ପିତାମାତା ଅଶିକ୍ଷିତ ବା ଶିକ୍ଷିତ ହୋଇଥିଲେ ମଧ୍ୟ ସନ୍ତାନକୁ ପାଠ ପଢ଼ାଇବା ପ୍ରତି ଧ୍ୟାନ ନ ଦେଇ ପାଠ ପଢ଼ାଇବାକୁ ଚେଷ୍ଟା କରନ୍ତି ନାହିଁ, ସେମାନେ ସନ୍ତାନର ଭବିଷ୍ୟତ ଜୀବନ ନଷ୍ଟ କରନ୍ତି। କ୍ଷତି କରୁଥିବା ବ୍ୟକ୍ତିଙ୍କୁ ଶତ୍ରୁ କୁହାଯାଏ। ସାଧାରଣତଃ ପିତା ଜୀବିକାର୍ଜନ ପାଇଁ ଚାକିରି ବା ବ୍ୟବସାୟରେ ବାହାରେ କର୍ମରତ ଥିବାରୁ ସନ୍ତାନର ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। ଏହା ସତ୍ତ୍ୱେ ସନ୍ତାନର ଶିକ୍ଷା ପାଇଁ ଗୃହ ଶିକ୍ଷକ କିମ୍ବା ଅନ୍ୟ ଆବଶ୍ୟକୀୟ ବନ୍ଦୋବସ୍ତ କରି ସନ୍ତାନକୁ ଶିକ୍ଷିତ ଓ ଯୋଗ୍ୟ କରାଇବା ତାଙ୍କର କର୍ତ୍ତବ୍ୟ। ଯେଉଁ ପିତା ଏହା କରନ୍ତି ନାହିଁ, ସେମାନେ ସନ୍ତାନର ଶତ୍ରୁ ସମ ତାହାର କ୍ଷତି କରନ୍ତି। ଦେଶର ରାଜା ବା ଶାସକ ପ୍ରଜାଙ୍କ ମଙ୍ଗଳାର୍ଥେ ବିବିଧ କର୍ମ କରିବା ସହ ଉପଯୁକ୍ତ ବ୍ୟବହାର କରି ପ୍ରଜାଙ୍କର ଆସ୍ଥାଭାଜନ ହୋଇଥିଲେ ପୁରା କାଳରେ ରାଜା ତାଙ୍କର ରାଜସିଂହାସନ ଏବଂ ଅଧୁନା ଯୁଗରେ ଶାସକ ବା ଲୋକପ୍ରତିନିଧି ତାଙ୍କର ସ୍ଥିତି ବଜାୟ ରଖିପାରନ୍ତି। ଜୟ ଶ୍ରୀ ଜଗନ୍ନାଥ।